हेलो फ्रेंड्स, नमस्कार, जय जगन्नाथ। वेलकम करछि मु मोर गोटे न्यू ब्लॉग को। तो बहुत दिन पर मोर मिनी ब्लॉग आसी कहीं ना आमे गोटे न्यू रूम नेचु माने मोर जे आग वीडियो देखी छंती आपण मान तो जानि पारथिबे जे मो मम्मी हरे आमे थिलु। देन आमे बे एटा न्यू रूम टे नै जाइछु जेहेतु बेंगलोर रे रूम खोजा बहुत ही कष्ट। जे रहउथिबे से जानथिबे रूम मिलियाटा बहुत कष्ट। तापुणी ଆପଣଙ୍କ ଡିମାଣ୍ଡ ହିସାବରେ ହେଲେ ଭିଡିଓ ଆସିନଥିଲା କାହିଁକି ନା ଯେହେତୁ ଆମେ ନ୍ୟୁ ରୁମ୍ ଟା ନେଇଛୁ ନିଜ ସହରରୁ ଆସି ଆଉ ଗୋଟେ ସହରରେ ରହିବା ଦେନ୍ ସେ ସହରରେ ନିଜର ଗୋଟେ ଘର କରିବା ସେଇଟା ବହୁତ ହି କଷ୍ଟ। ପଛେ ନିଜ ଘର ନ ହଉ ରେଣ୍ଟ ଘର ହଉ କିନ୍ତୁ ଆମେ ସେଠି ରହୁଛୁ ମାନେ ଆମ ନିଜ ଘର ଭାବି ତାକୁ ସଜାଡିବା ଛୋଟ ଛୋଟ ସାମାନର ଧ୍ୟାନ ରଖିବା ମୁଁ ବହୁତ ବିଜି ରହିଯାଉଛି। ଦେନ୍ ଆପଣ ମୋ ଭଏସ ରୁ ଶୁଣିକି ଜାଣିପାରୁଥିବେ ଯେ ମତେ ବହୁତ ଜୋରସେ ଥଣ୍ଡା ହେଇଯାଇଛି। ଆସିଲାଠୁ ହିଁ ମତେ ଥଣ୍ଡା ହଉଛି। ଏତେ ଜୋରସେ ଥଣ୍ଡା ଜାଗା ବୋଧେ ନୂଆ ନୂଆ ସିଫ୍ଟ କରିବାରୁ ଦେହରେ ଯାଉନି ତ ଥଣ୍ଡା ହେଇଯାଇଛି। ତ ଛାଡନ୍ତୁ ଏବେ ମୋର ବ୍ଲଗ ଆଜି ଥିଲା ସଣ୍ଡେ। ତ ମୋ ହଜବେଣ୍ଡ ମାର୍କେଟ ଯାଇଥିଲେ ଚିକେନ ଆଣିବାକୁ, ସେଥିପାଇଁ ମୁଁ ସକାଳୁ ଖାଇଥିଲି ଆଜି ମୁଁ ଟିକେ ଦୋସା ଖାଇବାକୁ ମନା ହଉଛି। ତ ତାଙ୍କେ ତ ଫାଷ୍ଟ ମନା କରିଥିଲେ ତାଙ୍କେ ଧରିକି ଆସିଥିଲେ ଏଠି। କିନ୍ତୁ ମୁଁ ଜାଣିନଥିଲି ଯେ ତାଙ୍କେ ଦୋସା ଆଣୁଛନ୍ତି। ମୁଁ ତା ଆଗରୁ ହିଁ ତାଙ୍କେ ଆଣିବା ଆଗରୁ ମୁଁ ଏଠି ଡାଳିମ୍ବ ଆଉ ତାଙ୍କ ପାଇଁ ବାନାନା ରଖିଦେଇଥିଲି ରେଡି କରିକି, ଆଉ ତାଙ୍କ କତିକି ମୁଁ ଦେଇଦେଇଥିଲି। ଦେନ୍ ଆମେ ମିଶିକି ଦୋସା ଖାଇ ଦେଇଥିଲୁ। ମୁଁ ଏଠି ଚିକେନ ପ୍ରିପାରେସନ ଆରମ୍ଭ କରିଦେଇଥିଲି। ତା ଭିତରେ ମୋର ମନେ ପଡିଲା ଯେ ପିଆଜ ହିଁ ସରିଯାଇଛି, ପିଆଜ ନାହିଁ। ସେଥିପାଇଁ ମମି ଏଠି ବାବୁ ହାତରେ ମୋ ପାଇଁ ପିଆଜ ଆଉ ରସୁଣ ପଠେଇ ଦେଇଛି। ମୋର କ୍ୟାମେରା ଅନ୍ ଥିଲା ତ ସେ କ୍ୟାମେରାକୁ ଆସିବାକୁ ଲାଜ କରେ, ସେଥିପାଇଁ ସେ ଧୀରେ କିଚେନ ରେ ପିଆଜ ରସୁଣ ରଖିକିରି ଏଠି ଆସିଛି ହେରି। ଦେଖିଲା ଯେତେବେଳେ ମୋ କ୍ୟାମେରା ଅଫ୍ ଥିଲା ସେତେବେଳେ ଆସିକିରି ସିଏ ତାର ଦୁଷ୍ଟ ହରକତ ଚାଲୁ କରିଦେଲା। ଆଉ ମୋ ହାତରେ ମୋବାଇଲ ଅଛି, ମୁଁ କଣ କ୍ୟାମେରା ରେକର୍ଡିଂ କରିବିନି? ତ ଦେଖନ୍ତୁ ସିଏ ଆସିକି କହୁଛି ମୁଁ ଚିକେନ କରିବି, ସିଏ ପୁଣି ଚିକେନ କରିବ, ବାପ ରେ ବାପ। ଆଉ ଏଠି ତା ସେ ମଜାମସ୍ତି ଭିତରେ ମୋର ସରିଯାଇଥିଲା ଚିକେନ। ମମି ପଠେଇ ଦେଇଥିଲା ଏଠି ମାଛ ତରକାରୀ ଆଉ ସାଲାଡ। ଦୁଇଟା ନନଭେଜ ଆଇଟମ ଦେଖିକିରି ଜମାରୁ ତ ମୋର ଭୋକ ସମ୍ଭାଳି ହୁଏନି। ମୁଁ ତ ଯାଉଛି ଖାଇବାକୁ।